ତ ଶିକ୍ଷିତ ବନ୍ଧୁମାନଙ୍କୁ ପ୍ରଣାମ କରି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ଟେକ୍ ବାଇ ଦାସ ସାର୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ ଗୋଟେ ଗଭର୍ଣ୍ଣମେଣ୍ଟର ନୋଟିସ୍ ବିଷୟରେ ଡିସ୍କସନ୍ କରିବା, ଯାହା 2 ଦିନ ଲେଟ୍ ହେଲେ ବି ନୋଟିସ୍ଟା ମୁଁ ଆସିବାର 2 ଦିନ ଲେଟ୍ ହେଲେ ବି ମୁଁ ୟା ଉପରେ ଆନାଲିସିସ୍ କରିକି ପକାଇବାକୁ ବାଧ୍ୟ ହେଲି। କଥା ହେଲା ଯେ ଅବସର ପ୍ରାପ୍ତଙ୍କୁ ପୂର୍ଣ୍ଣ ନିଯୁକ୍ତି କେମିତି ମିଳିବ, ଇଏ ବି ଗୋଟେ କଥା। ଅବସର ପ୍ରାପ୍ତଙ୍କୁ ପୂର୍ଣ୍ଣ ନିଯୁକ୍ତି ମିଳିବାଟା ଏତେ ନେସେସିଟି କାହିଁକି ମୋତେ ଠିକ୍ ଲାଗୁନାହିଁ, ବା ଯେହେତୁ ଯେଉଁମାନେ ଶିକ୍ଷାବିତ୍ତି ଲୋକମାନେ ରହିଲେ ସେମାନେ କ'ଣ ଚିନ୍ତା କରିଥିବେ ତାଙ୍କର କଥା ଅଲଗା। କିନ୍ତୁ କଥା ହେଲା ଯେ ଯଦି ଜଣେ 60 ବର୍ଷ ଚାକିରି କଲା ପରେ ପୁଣି ପୂର୍ଣ୍ଣ ନିଯୁକ୍ତି ପାଏ, ତେବେ କେଉଁଠି ନା କେଉଁଠି ବେକାରୀ ସମସ୍ୟା ଦୂରୀକରଣ ହେବାର ସମ୍ଭାବନା ବା ରେସିଓ ଗୋଟେ କେଉଁଠି ନା କେଉଁଠି କମ୍ ହେବାରେ ଲାଗୁଛି। ଏହାର ଅର୍ଥ ଯଦି 60 ବର୍ଷରେ ଜଣେ ରିଟାୟାର୍ଡ଼ ହେଉଛି, ଜଣେ 30 ବର୍ଷ କି 32 ବର୍ଷ କି 35 ବର୍ଷ କି 40 ବର୍ଷ ଚାକିରି କଲା ପରେ ରିଟାୟାରମେଣ୍ଟ ହେବା ଆବଶ୍ୟକତା ଅଛି, ତା ଭିତରେ ସେ ଯଦି ପୂର୍ଣ୍ଣ ନିଯୁକ୍ତି କରିବେ ତାହେଲେ ସେଇ ଲୋକମାନଙ୍କୁ, ତାହେଲେ ଯେଉଁ ଯୁବକ ସମାଜ ରହିଲେ ବା ଯୁବକ ପିଲାମାନେ ଯେଉଁ ପାଠ ପଢ଼ିକି ଯେଉଁ ରହିଲେ, ସେମାନଙ୍କର ଯେଉଁ ଘର ପ୍ରତି ଯେଉଁ ଦାୟିତ୍ୱବାନ ଅଛି ଭବିଷ୍ୟତରେ ସେମାନଙ୍କ କେଉଁଠି ନା କେଉଁଠି ଡିଲେ ହେଇ ଚାଲିବ। ଇଏ ହେଲା ମୁଖ୍ୟ ପ୍ରସଙ୍ଗ। ଆମେ 60 ବର୍ଷ ପରେ ପୁଣି ପୂର୍ଣ୍ଣ ନିଯୁକ୍ତି ନ ଦେଇ ଯଦି 60ଟାକୁ 62 ବର୍ଷ କରନ୍ତେ ସେ ଚାକିରିଟି, ତାହେଲେ ସିଏ ବି ଗୋଟେ ପ୍ରକାର ଠିକ୍ ଠାକ୍ ହୁଅନ୍ତା। ଇଏ ବି ଗୋଟେ ପ୍ରକାର କଥା ଠିକ୍। କିନ୍ତୁ ତା ଭିତରେ ପେନସନଟା ନିହାତି ଆବଶ୍ୟକତା ଅଛି। ଆପଣମାନେ ପୂର୍ଣ୍ଣ ନିଯୁକ୍ତି ଦେବା ଆବଶ୍ୟକତା ନାହିଁ, କିନ୍ତୁ ଯେଉଁମାନେ 30 ବର୍ଷ କି 40 ବର୍ଷ କି 35 ବର୍ଷ କି 33 ବର୍ଷ ସର୍ଭିସ୍ କଲେ ବା ଯେଉଁମାନେ କରୁଛନ୍ତି ସେମାନଙ୍କୁ ନିହାତି ପେନସନ୍ ଆବଶ୍ୟକତା ଅଛି। ତା ଭିତରେ ଯଦି ଆମେ କହିବା ଯେ 488 କଲେଜ କୁହ କି 662 କଲେଜ କୁହ, ସେମାନଙ୍କର ପେନସନ୍ ନିହାତି ଆବଶ୍ୟକତା ଅଛି। ବା ମୁଁ ଆଗ ଭିଡ଼ିଓରେ କହିଥିଲି ଯେ ପେନସନ୍ କଥାଟା ସର୍ଟ ଆଉଟ୍ ହେବାର ଅଛି, ଏ ମାସରେ ସର୍ଟ ଆଉଟ୍ ହେବାର ଅଛି, ଦେଖାଯାଉ କ'ଣ ହେଉଛି। ଓ 62 ବର୍ଷ ଅବସର ବୟସ ଉପରେ କ'ଣ ପ୍ରଭାବ ପଡ଼ିବ। ନିଶ୍ଚିତ ଯଦି 62 ବର୍ଷ ଟିକେ ଯଦି ସେମାନଙ୍କର ହେଇଯାଆନ୍ତା, ମୁଁ ତ ସେ ଫର୍ରେ ବର୍ତ୍ତମାନ ସୁଦ୍ଧା କହିଲି 60 ବର୍ଷ ପରେ ରିଟାୟାର୍ଡ଼ ହେଇଯିବା ଆବଶ୍ୟକତା ଅଛି। କିନ୍ତୁ ତା ବାଦ ବି ମୁଁ କହୁଛି 62 ବର୍ଷ ସେମାନେ ରହିଲେ ବି କିଛି ପ୍ରୋବ୍ଲେମ୍ ନାହିଁ, ଏଇଥିପାଇଁ ଯେ ସେମାନେ ଯେଉଁ ଦରମା ପାଇଲେ ଗୋଟେ 13 ବର୍ଷ କି 14 ବର୍ଷ କି 15 ବର୍ଷ 16 ବର୍ଷ ପରେ ସେମାନେ ପାଇଲେ, ଚାକିରିର 15 ବର୍ଷ 16 ବର୍ଷ ପରେ ପାଇଲେ। କାହିଁକି ନା କଲେଜ ଗୁଡ଼ାକରେ ଆପଣ 500 300 400 ଟଙ୍କାରେ ପଢ଼ି ବା ମ୍ୟାକ୍ସିମମ୍ ତାଙ୍କ ଦରମା ପାଇଲା ବେଳକୁ 5000 7000ରେ ପଢ଼ି ସେ ଯଦି ଫ୍ୟାମିଲି ଚଳେଇବା କେତେ କଷ୍ଟଦାୟକ, ବା ତାଙ୍କ ଜୀବନ କାଳ ଭିତରେ ସେ କିଛି କରିପାରୁନାହାନ୍ତି, ଘର ଦ୍ୱାରା କିଛି କରିପାରୁନାହାନ୍ତି, ଛୁଆ ପିଲାଙ୍କ ବାହାଘର ବି କରିବା ଅସମ୍ଭବ। ସେଥିପାଇଁ ସେ ଯଦି ଆଉ ଗଭର୍ଣ୍ଣମେଣ୍ଟ 2 ବର୍ଷ ବଢ଼ଉଛି, ସେଟା ବି ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଆମେ ଚିନ୍ତା କରିବା, କିଛି ଅସୁବିଧା ନାହିଁ। କାହିଁକି ନା ଆଉ 2 ବର୍ଷରେ ସେ ଯାହା ମୁନାଫା କମେଇବେ ତା ଭିତରେ ସେମାନେ ଆରାମସେ ଘର ବନେଇ ପାରିବେ, କିମ୍ବା ଯଦି କେଉଁ ସାର୍ମାନଙ୍କର ଯଦି ଛୁଆ ପିଲା ମ୍ୟାରେଜ୍ କରିବାର ଥିବ ତାହେଲେ ସେଇ ପଇସାରେ ଆରାମସେ ସେମାନେ କରିପାରିବେ ବୋଲି ଆମେ ଆଶା ବାନ୍ଧି ବସିବା, ବା ସେମାନେ ଆଶା ବାନ୍ଧି ବସିବା କିଛି ଭୁଲ କଥା ନୁହଁ। କିନ୍ତୁ କଥା ହେଲା ଯେ ରିଆପଏଣ୍ଟମେଣ୍ଟ କଥା ଯେତେବେଳେ ଆସୁଛି, ରିଆପଏଣ୍ଟମେଣ୍ଟଟା ଗୋଟେ ପ୍ରକାର ଯେ ଯୁବକ ପିଢ଼ିମାନଙ୍କୁ ଗୋଟେ କ'ଣ ନା ତାଙ୍କର ସହନଶୀଳତାକୁ କେଉଁଠି ନା କେଉଁଠି ଧୋକା ଦେବାରେ ଲାଗିଛି। ସେ କେତେ ସହନଶୀଳତା କରିବେ ତା ଭିତରେ ସେ କଥା ଆସେ, କାରଣ ରିଆପଏଣ୍ଟମେଣ୍ଟ ଯେତେବେଳେ ହେଇଯିବ, ନୂତନ ଆପଏଣ୍ଟମେଣ୍ଟ ପୂର୍ଣ୍ଣ ଆପଏଣ୍ଟମେଣ୍ଟ ଯେତେବେଳେ ସେମାନେ ପାଇବେ, ତା ଭିତରେ ନୂତନ ଆପଏଣ୍ଟମେଣ୍ଟ ଆସିବ ନାହିଁ, ଭ୍ୟାକେନ୍ସି ଆସିବ ନାହିଁ। ସେ ପୁଣି ସେ କଥା ଟିକେ ଅସୁବିଧା ହେବ। ତା ଭିତରେ ଏଇ ପେପର କଟିଂଟା ସମାଜରେ ବାହାରିଥିଲା। ମୁଁ ଯେହେତୁ ୟାର ଉପରେ ଆନାଲିସିସ୍ କରୁଥିଲି, ଆନାଲିସିସ୍ କଲା ପରେ 2-3 ଦିନ ଡିଲେ ହେଇଗଲା, ଯାହା ବି ହେଉଛି ହଉ। କିନ୍ତୁ କଥା ହେଲା ଯେ ଅବସରପ୍ରାପ୍ତଙ୍କୁ ଯେ ପୂର୍ଣ୍ଣ ନିଯୁକ୍ତି ପାଇଁ କୋହଳ ନିୟମ, ଯେ କୋହଳ ନିୟମ ବିଭିନ୍ନ ପ୍ରକାର କଥା ଅଛି। ଜଣେ ଯେତେବେଳେ ରିଟାୟାରମେଣ୍ଟ ହେବ ତାର ସେ କହିଲେ ଯେ କ୍ୱାର୍ଟରଟା ସେମାନେ ରଖିପାରିବେ। ଆରେ କ୍ୱାର୍ଟରଟା ସେମାନେ ଯଦି ରଖିବେ, ଯେଉଁ ଯୁବକମାନେ ରହିଲେ ସେମାନେ ଘର ଭଡ଼ା ନେଇକି ରହୁଥିବେ, ତାହେଲେ ସେମାନେ କାହିଁକି କ୍ୱାର୍ଟର ୟୁଜ୍ କରିପାରିବେନି? ତାହେଲେ ଦେଖ, ଯଦି ଗଭର୍ଣ୍ଣମେଣ୍ଟ ଚିନ୍ତା କରିଛି କୌଣସି କାରଣ ଭଲ କଥା ଚିନ୍ତା କରିଛି, ଗଭର୍ଣ୍ଣମେଣ୍ଟ ଚିନ୍ତା କରିଥିବ, ବା ଗଭର୍ଣ୍ଣମେଣ୍ଟର ଯେଉଁ ଶିକ୍ଷାବିତ୍ତ ଲୋକମାନେ ରହିଲେ ସେମାନେ ଚିନ୍ତା କରିଥିବେ ହେଲା, ବା ଏ କଥାକୁ ସେମାନେ ଦେଖିଥିବେ। ତା ଭିତରେ ସେ ଦେଇଛି ଯେ ବିଭିନ୍ନ ପ୍ରକାର ପ୍ରସଙ୍ଗ ଆସିଛି, 5ଟି ପ୍ରସଙ୍ଗ ଆସିଛି। 5ଟି ପ୍ରସଙ୍ଗ ଭିତରେ
ତା ଭିତରେ ରଖିଛି ଯେ 1% ଯେଉଁ ରହିଲା 1% ପୂର୍ଣ୍ଣ ନିଯୁକ୍ତି ଦେବା ନିୟମକୁ ସେ ହଟାଇଛନ୍ତି। ୟା ଅର୍ଥ ସେ 1% ପୂର୍ଣ୍ଣ ନିଯୁକ୍ତି ଦେବେ ନାହିଁ, ୟାଠାରୁ ଅଧିକ ଦେବେ। ୟା ଅର୍ଥ ୟାଠାରୁ ଅଧିକ ଦେବେ। ଯଦି ୟାଠାରୁ ସେମାନେ ଅଧିକ ଦିଅନ୍ତି ତାହେଲେ ତ ନିଶ୍ଚିତ ଯେ ବେକାରୀ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିବ। ଇଏ ତ ଗୋଟେ କଥା। କିନ୍ତୁ କଥା ହେଲା ଯେ ଯେଉଁମାନେ ବିଭାଗୀୟ ବା ଏଇଟା ଖାଲି ଯେ ଗୋଟିଏ ବିଭାଗରେ ଆସୁନି, ବିଭିନ୍ନ ପ୍ରକାର ବିଭାଗୀୟ କଥା ଆସୁଛି। କିନ୍ତୁ ବିଭିନ୍ନ ପ୍ରକାର ବିଭାଗୀୟ କଥା ଯେତେବେଳେ ଆସିବ, ଆମେ ଆଉ ଗୋଟେ ଯଦି ପଜିଟିଭ୍ ସାଇଡ଼୍ କଥା ଦେଖିବା, ଯଦି ପୂର୍ଣ୍ଣ ନିଯୁକ୍ତି ହୁଏ ତାହେଲେ ସେ ଅଫିସରେ କାମ ଆଉ ଟିକେ ବି ସୁବିଧା ହେବ। କାହିଁକି ଏମାନେ କାମ କରିକି ଥିବେ, ନୂଆ ପିଲା ଆସିଲେ କାମ ଶିଖିବେ। ଏମାନେ ପୁଣି ଯଦି ଆମେ ଦେଖିବା ଯେ ଏମାନେ ତ କେବେ ନୂଆ ଥିଲେ, ଏବେ ପୁରୁଣା ହେଇଛନ୍ତି, ସେମିତି ନୂଆ ପିଲା ଆସିବେ, କାମ ଶିଖିବେ, ପୁରୁଣା ହେବେ, ସେ କାମ ଚାଲିବ। ୟା ଅର୍ଥ ନୁହଁ ଯେ ରିଟାୟାରମେଣ୍ଟ ପରେ ପୁଣି ତାଙ୍କୁ ପୂର୍ଣ୍ଣ ନିଯୁକ୍ତି ବାରମ୍ବାର ଦେବା। ୟା ଅର୍ଥ ସେୟା ନୁହଁ। ମୁଁ ଏଇ ପେପର କଟିଂଟା ଦେଇଦେଇଛି, ଆପଣମାନେ ଏଇଠି ପେପର କଟିଂରୁ ଦେଖିକି ଯାହା ଏଇଠୁ ଆରାମସେ ପଢ଼ି ଦେଇପାରିବେ। ମୁଁ ଏଇଟା ରିଡ଼ିଂ କରୁନାହିଁ, କାରଣ ରିଡ଼ିଂ କରିବା କିଛି ଆବଶ୍ୟକତା ନାହିଁ। ଆପଣମାନେ ଆରାମସେ ପଢ଼ି ଦେଇପାରିବେ, କାରଣ ଓଡ଼ିଆ ତ ଆପଣମାନେ ଆରାମସେ ପଢ଼ି ଦେଇପାରିବେ। କିନ୍ତୁ କଥା ହେଲା ଯେ ଯେତେବେଳେ ଯୁବକ ପିଢ଼ିମାନଙ୍କୁ କେଉଁଠି ନା କେଉଁଠି ଏଇଟା ଗୋଟେ ଧୋକାବାଜ ହେବ ଗଭର୍ଣ୍ଣମେଣ୍ଟର। କାହିଁକି ନା ଯେତେବେଳେ ପୂର୍ଣ୍ଣ ନିଯୁକ୍ତି ପୁଣି ଅବସରପ୍ରାପ୍ତ ଲୋକଙ୍କୁ ମିଳିବ, ଆମେ ତ ଚାହୁଁଛୁ ଯେ ଯଦି ଗୋଟେ 2 ବର୍ଷ ବଢ଼େଇ ଦିଅ କିଛି ଅସୁବିଧା ନାହିଁ, କିନ୍ତୁ ଏମିତି ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ତୁମେ ରଖ ନାହିଁ। ୟା ଅର୍ଥ ୟା ଗୋଟିଏ କଥା ତା ଭିତରେ କହିବା ଯେ 488 ବା 662 ବର୍ଗର ଲୋକମାନେ ବଡ଼ ହନ୍ତସନ୍ତରେ ଅଛନ୍ତି। ସେମାନେ ଯେଉଁମାନେ ରିଟାୟାର୍ଡ଼ ହେଇ ଯାଉଛନ୍ତି ବର୍ତ୍ତମାନ ସୁଦ୍ଧା, ସେମାନେ ବାରମ୍ବାର ମୋତେ ମେସେଜ୍ କରୁଛନ୍ତି ପୂର୍ବ ଭିଡ଼ିଓରେ, ସାର୍ ଯେ ପେନ୍ସନ୍ କଥା ଆମର କ'ଣ ହେଲା। ଯେ ଆପଣମାନେ ଆଶା ବାନ୍ଧି ବସନ୍ତୁ, ବୋଧହୁଏ ଏ ମାସରେ, ମୁଁ ତ ସିଓର କହିପାରୁନାହିଁ, କାରଣ 90% ମୁଁ ଏହା କହିପାରିବି ଯେ ଅବସରପ୍ରାପ୍ତ ଯେଉଁ ହେବେ ସେମାନଙ୍କ କଥା ଗଭର୍ଣ୍ଣମେଣ୍ଟ ଗୋଟେ ଚିନ୍ତା କରୁଛି। ଏ ମାସରେ ହୁଏତ ବାହାରି ଯାଇପାରେ। ମୁଁ 90% କଥା କହିବି, 100% କହିବି ନାହିଁ, କାରଣ ଗଭର୍ଣ୍ଣମେଣ୍ଟ କଥା ଯେ କେତେବେଳେ କ'ଣ ଛୁଟୁଛି କିଛି କହି ହେଉ ନାହିଁ। ଇଏ ହେଲା କଥା। ତା ଭିତରେ ଯଦି ଆପଣ GIA ଏକ୍ସଟେନସନ୍ କଥା ଭାଇମାନେ ପଚାରୁଥିଲେ ବା ଭଉଣୀମାନେ ବା ଅଧ୍ୟାପକ ବନ୍ଧୁମାନେ ପଚାରୁଥିଲେ, GIA ଗୋଟେ ଏକ୍ସଟେନସନ୍ ହେବ, କେତେ ଯାଏଁ ହେବ ଯଦିଓ ମୁଁ କିଛି ମାତ୍ରାରେ ଜାଣିଛି, କିନ୍ତୁ କହି ହେବ ନାହିଁ। ଏ ସୋସିଆଲ ମିଡ଼ିଆରେ କିଛି କହି ହେବ ନାହିଁ। ଏ ହେଲା କଥା। କିନ୍ତୁ GIA ଏକ୍ସଟେନସନ୍ ହେଉଛି, ପ୍ରାୟତଃ ସବୁ ପିଲାଙ୍କର ବା ହେଇଯାଇପାରେ, କିଛି ଅସମ୍ଭବ ନାହିଁ। ଇଏ ହେଲା କଥା। ଦୁଇ କଥା ହେଲା ଯେ ଯେଉଁମାନେ 60 ବର୍ଷ ବୟସ କଥା କହୁଥିଲେ, ଯେ ଯେଉଁ 488 ବା 662 ଯେଉଁ ବର୍ଗରେ ରହିଲେ ଆମର ସାର୍ ମାନେ ରହିଲେ ବା ମ୍ୟାଡ଼ାମ୍ ମାନେ ରହିଲେ, ଯେ 60 ବର୍ଷକୁ ଯାଉ ଏଜ୍ଟା ହେଉ, 60ଟା 62 ବର୍ଷ ହେଉ, କିନ୍ତୁ 60ଟା 62 ବର୍ଷ ଯଦିଓ ଏ ମାସରେ ବାହାରେ, ହୁଏତ ଏଇଟା ନ ବାହାରିପାରେ। କିନ୍ତୁ ୟା ପରଟାରେ ସେ ଗଭର୍ଣ୍ଣମେଣ୍ଟ ଚିନ୍ତା କରିଛି ବାହାର କରିବ ବୋଲି। ଦେଖାଯାଉ କ'ଣ ହେଉଛି ଗଭର୍ଣ୍ଣମେଣ୍ଟର କଥା। ଯେ 5 ଜଣ ଯେତେବେଳେ ହାଇ ପାୱାର କମିଟି ବସୁଛି, ସେତେବେଳେ ସେମାନେ କ'ଣ ଆନାଲିସିସ୍ କରୁଛନ୍ତି, ଯେହେତୁ ସେମାନେ ଜ୍ଞାନୀଗୁଣୀ ବିଦ୍ୱାନ ଲୋକମାନେ ବସୁଛନ୍ତି, ସେ କଥା ସେ କ'ଣ ଆନାଲିସିସ୍ କରୁଛନ୍ତି ତାଙ୍କୁ ହିଁ ଜଣା, ବା ସେ ଗଭର୍ଣ୍ଣମେଣ୍ଟର ଭଲ କଥା ସେମାନେ ଚିନ୍ତା କରୁଥିବେ। କିନ୍ତୁ ମୋର କହିବାର କଥା, ଯଦି 62 ବର୍ଷ ହୁଅନ୍ତା ତାହେଲେ ଏମାନେ ଯେଉଁ 14 ବର୍ଷ 15 ବର୍ଷ ପରେ ଯେଉଁ ଦରମା ପାଇଛନ୍ତି, ତାହେଲେ ଏମାନଙ୍କର କିଛି ମେଣ୍ଟେନାନ୍ସ ଏଇ 2 ବର୍ଷ ଭିତରେ, ଯେହେତୁ ଭଲ ଦରମା ପାଉଥିବେ ସମସ୍ତେ, ଲେକ୍ଚର ମାନେ 60,000 80,000 ଉପରେ ପାଉଥିବେ, ବା ଅଲଗା ଷ୍ଟାଫ୍ ମାନେ 40,000 ଉପରେ ପାଉଥିବେ, ତାହେଲେ ତାଙ୍କର କିଛି ମେଣ୍ଟେନ୍ ହେଇଯିବ ବୋଲି ଆମେ ଆଶା ବାନ୍ଧି ବସିବା, ବା ସେମାନେ ଆଶା ବାନ୍ଧି ବସିଛନ୍ତି। କିନ୍ତୁ କଥା ହେଲା ଯେ ଏଇ ଯେଉଁ ଆଜିର ଭିଡ଼ିଓଟି ହେଲା, ସେ ଯେଉଁମାନେ ପୂର୍ଣ୍ଣ ନିଯୁକ୍ତି ହେବ, ଯେଉଁ କ୍ୱାର୍ଟର ଚିନ୍ତାରେ ଥିବେ ଯେ ଆମେ ଯାଇକି ଏବେ କେଉଁଠି ରହିବୁ, କ'ଣ କରିବୁ, ଏଇ କ୍ୱାର୍ଟର ସେମାନଙ୍କର ଯାଉନାହିଁ, ହେଲା, ଘର ଯାଉନାହିଁ। ତା ବାଦେ ସେମାନେ 1% ଯେଉଁ ପୂର୍ଣ୍ଣ ନିଯୁକ୍ତି କଥା, ଯେ 1% ଭିତରେ ତାଙ୍କର କାଳେ ପାଳି ପଡ଼ିବ କି ନାହିଁ, କିନ୍ତୁ ଅଧିକ ସେମାନେ ପୂର୍ଣ୍ଣ ନିଯୁକ୍ତି କରିବେ। ଏସବୁ କଥାକୁ ଏଇ ଭିଡ଼ିଓରେ ମେନସନ୍ କରାହେଇଛି, ସେ ପେପର କଟିଂରେ ମେନସନ୍ କରାହେଇଛି। କିନ୍ତୁ ଯେଉଁ ସାର୍ ମାନେ କହୁଛନ୍ତି ଯେ ପେନସନ୍ କଥା, ହୁଏତ ଏଇ ମାସରେ ଆସିଯାଇପାରେ, ଗୋଟେ ଜିଓ ଏକ୍ସଟେନସନ୍ ହେବାରେ ଚାନ୍ସ ଅଛି। ଯାହା ବି ହେଉଛି, ଆପଣମାନେ ଏଇ ଚ୍ୟାନେଲ୍ ସହିତ ଯୋଡ଼ି ହୋଇକି ରହିଥାନ୍ତୁ। ଯେକୌଣସି ମୁଁ ଖବର ଆସିବ ନିଶ୍ଚିତ ଏଇ ଚ୍ୟାନେଲ୍ ମାଧ୍ୟମରେ ମୁଁ ଜଣାଇବି, ଆପଣମାନଙ୍କ ପାଖକୁ ନୋଟିସ୍ ପହଞ୍ଚିଯିବ। ଆପଣମାନେ ଏଇ ଚ୍ୟାନେଲ୍ ସହିତ ଯୋଡ଼ି ହୋଇକି ରହିଥାନ୍ତୁ। ଅଲଗା ସାର୍ମାନଙ୍କୁ ବା ଆମର ଭାଇମାନେ ଯେଉଁମାନେ ରହିଲେ ସେମାନଙ୍କୁ ବି ସେୟାର ବି ମାରନ୍ତୁ, ସେମାନେ ବି ଏଇ ଚ୍ୟାନେଲ୍ ସହିତ ଯୋଡ଼ି ହୋଇକି ରୁହନ୍ତୁ। ରହିଲି, ଧନ୍ୟବାଦ। ଯେ ଆଉ ଥରେ ଆପଣଙ୍କୁ ଶିକ୍ଷାବିତ୍ତି ବନ୍ଧୁମାନଙ୍କୁ ବା ମୋର ସାର୍ମାନଙ୍କୁ ମୁଁ ପ୍ରଣାମ କରି ମୁଁ ଆଜିର ଭିଡ଼ିଓକୁ ଏଇଠି ସମାପ୍ତ କରିବା ହେଉଛି। ରହିଲି।